अरे माँ बेटा बेटा जानी बेटा रामदास वीरथ नखत्व दास्य भक्ति हेले माँ तू चाहिए ए रथ विश्वास नंदी को सरथ जो विश्वास नहीं तुके बाप के छाती रे पत्थर नदी गोटा को चाकर करी बोटे ଆମେ ଆସି ପହଞ୍ଚୁ ଯାତ୍ରା ମଧୁ ଆସନ୍ତି ସେଠି ଜଣେ ଏଭଳି କଳାକାରକୁ ଆମେ ଭେଟିଛୁ ଆପଣମାନେ ଅନେକ ପେଣ୍ଡାଲରେ ତାଙ୍କୁ ଦେଖିଥିବେ ଯାତ୍ରା ଜୀବନରେ ସେ ତାଙ୍କର 55 ବର୍ଷ ଯାତ୍ରା ଜଗତରେ ସେ ପାଦ ଦେଇଛନ୍ତି ତ ସେ ବୋଧେ ଆପଣ ଜାଣିପାରିବେ ସି କେସ୍ ଚାଲନ୍ତୁ ତାଙ୍କ ମୁହଁରୁ ତାଙ୍କର ପରିଚୟ ଶୁଣିବ ଆସନ୍ତୁ ସ୍ୱାଗତ ଜଣାଉଛି କ'ଣ କହିବେ ଆଜ୍ଞା ନମସ୍କାର ମୁଁ ବି ଆପଣଙ୍କୁ ସ୍ୱାଗତ ଜଣାଉଛି ତଥା ଦର୍ଶକ ବୃନ୍ଦମାନଙ୍କୁ ସ୍ୱାଗତ କରୁଛି 55 ବର୍ଷ ଯାତ୍ରା ଜଗତ ଆଜ୍ଞା କେତେ ଅନୁଷ୍ଠାନରେ କାମ କରି ଆସିଲେଣି ବହୁତ ଅନୁଷ୍ଠାନ ଓଡ଼ିଶାର ସବୁ କ୍ଲାସ 1 ଅନୁଷ୍ଠାନ ମାନଙ୍କରେ ମୁଁ ଦୀର୍ଘ ଦିନ ଧରି ରହିଆଛି କଳିଙ୍ଗରେ ତ 15 ବର୍ଷ ଥିଲି ପୁଣି 2 ବର୍ଷ ଯାଇଥିଲି ଆଉ ଅନ୍ୟାନ୍ୟ ସବୁ ଯେତେ ସବୁ କ୍ଲାସ 1 ପାର୍ଟି ସବୁଥିରେ ମୁଁ ଦେବଭୂମି କରିସାରିଛି କୋଉ କୋଉ ଚରିତ୍ରରେ ସବୁ ଅଭିନୟ କରିଛନ୍ତି ଆପଣ ମୁଁ ତ ପ୍ରଥମେ ସେତେବେଳେ ଆମ ଝିଅ ଛୁଆ ହେଇକି ପାଠ କରୁଥିଲି ମୁଁ ଛୋଟ ପିଲା ବେଳୁ ଆସିଲି ସେତେବେଳେ ସବୁ ତବଲା ଫବଲା ବୋଉଥାଏ ଗୀତ ଗାଉଥାଏ ଭଜନ ଗାଉଥାଏ ଡ୍ୟାନ୍ସ କରୁଥିଲି ନୃତ୍ୟ ନାଟିକା ନାଚୁଥିଲି ଡୁଏଟ୍ କରୁଥିଲି ତାପରେ ହିରୋଇନ୍ କଲି ହିରୋଇନ୍ କରି ଶ୍ୟାମ ମହାପାତ୍ର ଦିନମଧୁ ମାଟିଆ ମାନେ ହେଉଛନ୍ତି ସବୁ ହିରୋ ଶ୍ୟାମ ସାର୍ ସେ ମୋ ଗୁରୁ ତଥାପି ତାଙ୍କ ସାଙ୍ଗରେ ମୁଁ ହିରୋଇନ୍ ପାଠ କରିଛି ଦିନମଧୁ ମାଟିଆ ମୋ ହିରୋ ତାପରେ ହିରୋଇନ୍ କରିବା ପରେ ହିରୋ କଲି ଏବେ ତ ବାପା ଜେଜେ ବାପା ସେତେବେଳେ କୋଉ କୋଉ ଅନୁଷ୍ଠାନ ଥିଲା କୋଉ କୋଉ ଅନୁଷ୍ଠାନରେ କାମ କରୁଛନ୍ତି ସେତେବେଳେ ସବୁ ସାତଶଙ୍କ ସୁବର୍ଣ୍ଣରେଖା ଅପେରା ଓଡ଼ିଶା ଅପେରା ଜନତା ଗଣନାଟ୍ୟ ସୋନାଲି ଗଣନାଟ୍ୟ ବାଣେଶ୍ୱରୀ ଗଣନାଟ୍ୟ ଏମିତି ତାରିଣୀ ଗଣନାଟ୍ୟ ଇତ୍ୟାଦି ସବୁ କ୍ଲାସ୍ 1 ବାଘାଯତି ଲୋକନାଟ୍ୟ ସେତେବେଳେ ପାରିଶ୍ରମିକ କେତେ କ'ଣ ମିଳୁଥିଲା ଫାଷ୍ଟ ଯେତେବେଳେ ଯାତ୍ରା ରହିଲି 4 ବର୍ଷ ଖାଲି ରହିବା ପରେ ମାସକୁ 2 ଟଙ୍କା ଦରମାଠୁ ଚାକିରି କରିଛି ସେତେବେଳେ ଆପଣ ମାଗଣା ଆସିକି ଯାତ୍ରାରେ କାମ କରୁଥିଲେ କିନ୍ତୁ ଏବେ ନୂଆ ଛୁଆ ସିରିଏଲ ଛୁଆ ଆସିକି କିଛି ଜାଣିନଥିବେ ମାନେ ଗୋଟେ ଆସିକି କାମ କରୁଛନ୍ତି ଯାତ୍ରାର ଜ ଅକ୍ଷର ଜଣା ନଥିବ କେମିତି କ'ଣ କହିବେ ସେମାନେ ଯାତ୍ରା କ'ଣ ବର୍ତ୍ତମାନ ଏ ଯାତ୍ରାର ପ୍ରଯୋଜକ ମାନେ ବି ଯାତ୍ରା କ'ଣ ବୁଝନ୍ତି ପରିଚାଳକ ମାନେ ବି ଯାତ୍ରା କ'ଣ ବୁଝିନାହାନ୍ତି ତଥା ଦର୍ଶକ ମଧ୍ୟ ଯାତ୍ରା କ'ଣ ବୁଝିନାହାନ୍ତି ଏମାନେ ଓଡ଼ିଶା ସତ ଓଡ଼ିଆ ସତ କିନ୍ତୁ ଯାତ୍ରା କ'ଣ ଯାତ୍ରା ଯେ ଗୋଟେ ପରମ୍ପରା ଆମ ଓଡ଼ିଶାର ସଂସ୍କୃତି ଆଦିମ ଆବାହନ କାଳରୁ ଆମ ରହିଆସିଛି ପରମ୍ପରା ୟାକୁ ସେମାନେ ଭୁଲି ଯାଇଛନ୍ତି ସମସ୍ତେ କିଛି ଦିନ ବିରତି ନେଇଥିଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା କିନ୍ତୁ ଦର୍ଶକମାନେ ଆପଣଙ୍କୁ ବହୁତ ଖୋଜିଛନ୍ତି ଦର୍ଶକମାନଙ୍କର ଭାଗ୍ୟ ଏ ବର୍ଷ ପୁଣି ଆପଣ ମଞ୍ଚରେ ଚଢ଼ିଛନ୍ତି ସେ ଦର୍ଶକମାନଙ୍କ ପ୍ରତି କୋଟି କୋଟି ଆଶୀର୍ବାଦ ସେମାନଙ୍କ ଆଶୀର୍ବାଦରେ ମୁଁ ଆଜି ମଞ୍ଚକୁ ପୁଣି ମୋ ମଞ୍ଚ ଫେରି ପାଇଛି ଆଉ ମୁଁ ବହୁତ ଖୁସି ମୋ ଦର୍ଶକଙ୍କ ଆଶୀର୍ବାଦରୁ ମୁଁ ମଞ୍ଚଟା ପୁଣି ଫେରି ପାଇଛି ଆମର ବିଗତ ଦିନେ ତ ଅନେକ ଅନୁଷ୍ଠାନରେ କାମ କରିଛନ୍ତି କେଉଁ ଅନୁଷ୍ଠାନ ଥିଲା କି କେଉଁ ନାଟକ ଥିଲା ଯେଉଁ ନାଟକରେ ଆପଣ ଆତ୍ମସନ୍ତୋଷ ମିଳିଥିଲା ଭଲ ଲାଗିଥିଲା ସେ ନାଟକ ପ୍ରାୟ ବହୁତ ଅନୁଷ୍ଠାନରେ ମାନେ ବାଘାଯତୀରେ ସରଗରୁ ଚାନ୍ଦ ପଡ଼ିଛି ଖସେଇ ଜନତା ଗଣନାଟ୍ୟରେ କିଏ ନେଇଗଲା ଦାୟିତ୍ୱ ମରମୀ ବଧୁ ଝରଣା ଯୋଡ଼ିଆ ସାଗର ପାଇଁ ନିର୍ଣ୍ଣୟକ ରାମାୟଣ ଅନ୍ନୟକ ସୀତା କଳିଙ୍ଗ ଗଣନାଟ୍ୟରେ ପାଇଗଲା ରାତି ରହିଗଲା କଥା ଲବଣ ଦେଇଛି କହିଲି ଚିଠି ଏମିତି ବହୁତ ଆଉ ମନେ ନାହିଁ ବି ସେତେବେଳର କିଛି ସଂଳାପ ଆପଣଙ୍କର ମନେ ଅଛି ମନେ ନାହିଁ ତଥାପି ଗୋଟେ କହିଦେବ এই জায়গায় মা এইটা কথা এইটা জানিনি এইটা ভক্ত বলরাম দাসর তীরথ নক্ষত্র দাসিয়া ভবীর ভক্তিরথ হেলে মা তু চাইলে এ রথ বিশ্বাস নন্দী ঘোষর
जो विश्वास पाई गोटे बाप तो छाती रे पत्थर नदी गोटे को चाकर करी गोटे नहीं जाने कौन कवि वर्ष मधुबासंती रे आपण पाठ करूछे कौन कवि दर्शक अभिनेता मंचर गोटे किसी बड़सान ना सब दर्शक पचार पवित्र सूर्यालोक कौन केवल खाली मंदिर मस्जिद उपरे पड़े नाल नर्दमा उपरे पड़े ना खाली ब्राह्मणकरण उपरे पड़े अन्य सब जो ये नीच जातिर ये कौन सूर्यालोक सूर्य किरण पड़े सब आम अभिनेता होती कालजयी जुगजयी जुग पुरुष तेणु से सबुठी मंच छोट बड़ किसी ना जहाँ कहीं आज रही अनुष्ठान भी भल लगुच किसी असुविधा ना आज नाटक कौन अच्छी आज हूँ पाप धोवा खोजुची नाटक संलाप किसी मन देखु पाखे तुच्छ बड़ बड़ खाणुचु जहाँ आज तोरे गर्व अहंकार बड़ बड़ से हका दरकार ठकी पुरे सांघातिक भाव समय सात तल पानी तले सुनार फरुआ भीतर सात गंठी पकई रखिले भी सत्युर सृष्टि संपर्कटा मिछर मुकुट पिंधि निजक बादशाह बोलाउथुआ मनीषटा केवल पराजयर स्वर उच्चारण करिथाय केवल पराजयर स्वर हे आउरी सम्मान ही संपर्क सृष्टि तो मैंने तो आपत्ति दिखेले सम्मान को कम संपर्क मूल्य तू बुझे देख राजा अरे राजा दे से मोर ओना छुआटा संपर्क मायारे बांधी हेई ममतार दुहाई रे से बंधा पड़ जाइछि अरे तत्ते पुलिस सब करे नीचे मूर्ख पालटी जाइछि अबे तत्ते पुलिस शहर एक कंपनी को लिखी निज बयस आयुष को कर्तव्य कटुरी काटी काटी केमी लहू लुहाणे